ଯେତେବେଳେ ଭଗବାନ ନିଜେ ନିଜେ ଭକ୍ତଙ୍କ ଯଶ ବଢ଼ାଇବାକୁ ଚାହାନ୍ତି ସେତେବେଳେ ସେ ବିଭିନ୍ନ ଉପାୟରେ ନିଜ ଭକ୍ତର ପରୀକ୍ଷା ନିଅନ୍ତି। ପୁଣି ଭଗବାନଙ୍କ ଲୀଳାକୁ ବୁଝିବା ମଧ୍ୟ ସମ୍ଭବପର ନୁହେଁ। ଥରେ ଦେବୀ ପାର୍ବତୀ ମାତା ଲକ୍ଷ୍ମୀ ଓ ସରସ୍ୱତୀକୁ ନିଜର ପତିବ୍ରତା ଧର୍ମକୁ ନେଇ ଅତ୍ୟନ୍ତ ଗର୍ବ ହେଲା, ଯାହା ସ୍ୱୟଂ ଭଗବାନଙ୍କୁ ସହ୍ୟ ହେଲା ନାହିଁ। ନମସ୍କାର, ମୁଁ ରାମ ଆପଣମାନଙ୍କୁ ଏକ ଛୋଟ କାହାଣୀ ବିଷୟରେ କହିବାକୁ ଯାଉଛି। ତିନି ଠାକୁର ତିନି ଦେବୀଙ୍କ ଅହଙ୍କାରକୁ ଅବଗତ କରାଇବା ପାଇଁ ନାରଦକୁ କହି ଏକ ଲୀଳା ରଚିଲେ। ଭଗବାନ ବିଷ୍ଣୁଙ୍କ ଆଜ୍ଞା ନେଇ ନାରଦ ପ୍ରଥମେ ଯାଇ ମାତା ଲକ୍ଷ୍ମୀଙ୍କ ପାଖରେ ପହଞ୍ଚିଲା। ମାତା ଲକ୍ଷ୍ମୀ ତାକୁ ଆସିବାର କାରଣ ପଚାରିଲେ। ନାରଦ କହିଲେ ଯେ ସେ ଚିତ୍ରକୂଟରେ ଥିବା ମହର୍ଷି ଅତ୍ରିଙ୍କ ଆଶ୍ରମକୁ ଯାଇଥିଲେ। ସେଠାରେ ସବୁଠାରୁ ଅଧିକ ପ୍ରତିବ୍ରତା ତାଙ୍କ ପତ୍ନୀ ଅନୁସୂୟାକୁ ଦେଖି ସେ ବହୁତ ଖୁସି ହୋଇଗଲେ। ସଂସାରରେ ତାଙ୍କ ଭଳି ପ୍ରତିବ୍ରତା ଆଉ କେହି ନାହାନ୍ତି ବୋଲି ସେ କହିଲେ। ଏହା ଶୁଣି ଲକ୍ଷ୍ମୀ କ୍ରୋଧିତ ହୋଇ ଅନୁସୂୟାଙ୍କ ଉପରେ ଈର୍ଷା କଲେ ଏବଂ ଭଗବାନ ବିଷ୍ଣୁ ଯେତେବେଳେ ଆସି ତାକୁ ତାଙ୍କ ମନ ଦୁଃଖର କାରଣ ପଚାରନ୍ତେ ତାଙ୍କୁ କହିଲେ ଅନୁସୂୟାଙ୍କ ପ୍ରତିବ୍ରତା ଧର୍ମ ନଷ୍ଟ କଲେ ହିଁ ସେ ଶାନ୍ତି ପାଇବେ। ସେତେବେଳକୁ ଭଗବାନ ବିଷ୍ଣୁ ଜାଣିସାରିଥିଲେ ଯେ ତାହା ନାରଦଙ୍କ କାମ ଅଟେ, କିନ୍ତୁ ଦେବୀ ଲକ୍ଷ୍ମୀଙ୍କ ଆଜ୍ଞା ପାଳନ ନିମନ୍ତେ ସେ ଚାଲିଗଲେ। ଏପଟେ ନାରଦ କୈଳାସରେ ମାତା ପାର୍ବତୀଙ୍କ ନିକଟରେ ପହଞ୍ଚିବା ପରେ ମାତା ପାର୍ବତୀ ଖୁସି ହୋଇଗଲେ। ଅମୃତର ତିଆରି ହୋଇଥିବା ମୋଦକ ଦେଲେ। ଖାଇବା ପରେ ନାରଦ କହିଲେ ଯେ ସବୁ ଭୋଜନ ଠାରୁ ଦେବୀ ଅନୁସୂୟାଙ୍କ ହାତ ରନ୍ଧାକୁ କେହି ବି ଟପି ପାରିବେ ନାହିଁ। ଏହାପରେ ପାର୍ବତୀ ପଚାରିଲା ପରେ ନାରଦ ଅନୁସୂୟା କିଭଳି ସାରା ସଂସାରର ସବୁଠାରୁ ପ୍ରତିବ୍ରତା ନାରୀ ତାହା କହିଲେ। ମାତା ପାର୍ବତୀ ତାଙ୍କ ପାଦ ଧରି କହିଲେ, ଯେଉଁଦିନ ସେ ଅନୁସୂୟାଙ୍କୁ ପ୍ରତିବ୍ରତା ଧର୍ମ ଭଙ୍ଗ କରିବେ ସେହିଦିନ ତାଙ୍କ ପାଦ ଛାଡ଼ିବେ। ଏହାପରେ ମହାଦେବ ଅତ୍ରିଙ୍କ କୁଟୀର ଅଭିମୁଖେ ଯାତ୍ରା କଲେ। ଏହାପରେ ନାରଦ ଯାଇ ମାତା ସରସ୍ୱତୀଙ୍କୁ ମଧ୍ୟ ଅନୁସୂୟାଙ୍କ ବିଷୟରେ କହିଲେ। ମାତା ସରସ୍ୱତୀ ବ୍ରହ୍ମାଙ୍କୁ ପଚାରିବାରୁ ବ୍ରହ୍ମା ମଧ୍ୟ ତାହା ସତ୍ୟ ବୋଲି କହିଲେ। ଏହାପରେ ତିନି ଦେବତା ଯାଇ ଋଷି ରୂପ ଧାରଣ କରି ଅନୁସୂୟାଙ୍କ ଘରେ ପହଞ୍ଚିଲେ। ସେତେବେଳେ ମୁନି ଅତ୍ରି ନଥିଲେ। ଅନୁସୂୟା ତିନି ସାଧୁଙ୍କୁ ଭୋଜନ ଦେବାରୁ ସେମାନେ ଗ୍ରହଣ କଲେ ନାହିଁ ଏବଂ ଯଦି ସେ ନିବର୍ଷ ହୋଇ ଭୋଜନ ଦେବେ ତେବେ ସେ ଗ୍ରହଣ କରିବେ। ଅନୁସୂୟା ସନ୍ଦେହ କରି ନିଜ ଦିବ୍ୟଦୃଷ୍ଟିରେ ଦେଖି ସବୁ କଥା ଜାଣିଗଲେ ଏବଂ କହିଲେ ଯେ ଯଦି ସେ ବାସ୍ତବରେ ପ୍ରତିବ୍ରତା ହୋଇଥିବେ ତେବେ ତିନି ଜଣ ଋଷି ଛୋଟ ବାଳକ ହୋଇଯିବେ। ବାସ୍ତବରେ ହିଁ ଏହା କହିବା ମାତ୍ରେ ତିନି ଭଗବାନ ଛୋଟ ବାଳକ ହୋଇଗଲେ। ଅନୁସୂୟା ସେମାନଙ୍କୁ କ୍ଷୀରପାନ କରାଇଲେ ଏବଂ ନିଜ ସନ୍ତାନ ଭଳି ଲାଳନ ପାଳନ ଦେଲେ। ଏପଟେ ଅତ୍ରି ଆସି ପଚାରିବା ପରେ ଅନୁସୂୟା ତାଙ୍କ ପୁତ୍ର ବୋଲି କହିଥିଲେ। ଅତ୍ରି ମଧ୍ୟ ସବୁ ଘଟଣା ବିଷୟରେ ଜାଣିପାରିଲେ। ଅନେକ ଦିନ ସ୍ୱାମୀ ନ ଆସିବାରୁ ତିନି ଦେବୀ ବ୍ୟସ୍ତ ହୋଇଗଲେ। ସେମାନେ ଯାଇ ଚିତ୍ରକୂଟରେ ଏକାଠି ହୋଇ ନାରଦକୁ ଦେଖିଲେ ଏବଂ ସବୁ ସତ କଥା କହିଲେ। ନାରଦ ମଧ୍ୟ କହିଲେ ଯେ ତିନି ଭଗବାନ ସେଠାରେ ଛୋଟ ପିଲା ହୋଇ ଅନୁସୂୟାଙ୍କ ମାତାଙ୍କ କୋଳରେ ଖେଳୁଛନ୍ତି। ଏହା ଦେଖି ତିନି ଦେବୀ ବୁଝିଗଲେ ଯେ ଅନୁସୂୟା ହିଁ ବିଶ୍ୱର ସବୁଠାରୁ ପ୍ରତିବ୍ରତା ନାରୀ। ଏହାପରେ ତିନି ଜଣ ଦେବୀ ଅନୁସୂୟାକୁ କ୍ଷମା ମାଗିବା ପରେ ନିଜ ନିଜ ସ୍ୱାମୀକୁ ଫେରି ପାଇଲେ। ଏହି କଥାରୁ ଜଣାପଡ଼ିଲା ଯେ ଦେବୀ ଅନୁସୂୟା ବାସ୍ତବରେ କିଭଳି ପ୍ରତିବ୍ରତା ଅଟନ୍ତି, ତାହା ସବୁ ଦେବୀ ମଧ୍ୟ ଗ୍ରହଣ କରିନେଲେ।